ଯାହା ହଉ ବହୁତ ଖୁସି ଲାଗୁଛି ଆମର ଜଙ୍ଗଲ ବିଭାଗର କୋଇଡ଼ା ରେଞ୍ଜର ସାର୍ ଙ୍କ ତତ୍ତ୍ୱାବଧାନରେ ଆମର ଏନଜି ମହାନ୍ତି ମ୍ୟାନେଜମେଣ୍ଟ ତରଫରୁ ଆଜି ଗୋଟେ ସଚେତନତା ଶିବିର ଏଠି ଅନୁଷ୍ଠିତ ହୋଇଯାଇଛି, ଯାହାକି ଆମର ଜଙ୍ଗଲରେ ବର୍ତ୍ତମାନ ଖରାଦିନ ପଳାଇ ଆସିଲାଣି। ଖରାଦିନେ କିଭଳି ଭାବରେ ନିଆଁ ଲାଗୁଛି ଏବଂ ତାର କେମିତି ନିରାକରଣ କରାଯାଇପାରିବ ସେ ବିଷୟରେ ବିସ୍ତୃତ ବିବରଣୀ ଦିଆଗଲା। ଲୋକମାନେ ବି ବହୁତ ସଂଖ୍ୟାରେ ଯୋଗ ଦେଇ ଏଠି ପାର୍ଟିସିପେସନ କରିଥିଲେ। ଯାଇ ହଉ ବହୁତ ଖୁସି ଲାଗୁଛି। ମୁଁ ଏଠି ପ୍ରଥମ କରି ଆସିଛି ରେଞ୍ଜ ଅଫିସର ହିସାବରେ, ଏବଂ ଏଠି ଯେଉଁ ଜଙ୍ଗଲକୁ ନିଆଁ ଦାଉରୁ କିପରି ରକ୍ଷା କରିବା ପାଇଁ ଯେଉଁ ଆୟୋଜନ କରାଯାଇଛି ଆମର ଏମଜିଏମ୍ ମହାନ୍ତି ମାଇନ୍ସ ତରଫରୁ ଏବଂ ଫରେଷ୍ଟ ଡିପାର୍ଟମେଣ୍ଟ ସହଯୋଗ ତରଫରୁ ଆଜି ଏଠାରେ ଗୋଟେ ଏକ ସଚେତନ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏ ସଭା କାର୍ଯ୍ୟରେ ଗ୍ରାମର ସମସ୍ତ ମହିଳା ପୁରୁଷ ଯୋଗ ଦେଇଥିଲେ। ଆଉ ମୁଖ୍ୟତଃ ଆମର ଏ ନିଆଁ ଦାଉରୁ କିପରି ଜଙ୍ଗଲକୁ ନିଆଁ ଦାଉରୁ କିପରି ରକ୍ଷା କରିପାରିବା ତା ବିଷୟରେ ବିଶଦ ଭାବରେ ଆଲୋଚନା ଯାଇଥିଲା। ଆଉ ସମସ୍ତେ ଗ୍ରାମବାସୀ ଏବଂ ଆମର ଯେତିକି ବି ଏମଜିଏମ୍ ମହାନ୍ତିଙ୍କର କର୍ମଚାରୀ ଅଛନ୍ତି, ଆମ ଷ୍ଟାଫର କର୍ମଚାରୀ ଅଛନ୍ତି, ବହୁତ ଖୁସି ଅନୁଭବ କଲେ। ଯଦ୍ୱାରା କି ଏଠି ଯଦି ଆମେ ଆୱାରନେସ୍ କରି ଦିଆଯାଏ ତାହେଲେ ନିଶ୍ଚୟ ଜଙ୍ଗଲ ସୁରକ୍ଷା ହୋଇପାରିବ ଏବଂ ଗ୍ରାମବାସୀଙ୍କ ମାଧ୍ୟମରେ ବି ସେମାନେ ଚେଷ୍ଟା କରିବେ ଜଙ୍ଗଲ କିପରି ସୁରକ୍ଷା କରିବାକୁ ଉଦ୍ୟମ କରିବେ। ତେଣୁ ଆମେ ସମସ୍ତଙ୍କ ସହଯୋଗ ଓ ମିଳିତ ଭାବରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ସଚେତନତା କାର୍ଯ୍ୟକ୍ରମ ଆଜି ଏଠି ଅନୁଷ୍ଠିତ ହୋଇଛି।